ଆପଣ ମାନେ ଭାବୁଥିବେ ଏତେ ଖରାରେ ମୁଇଁ କାହିଁ ବାହାରି ଚାଲନ୍ ଭିଡ଼ିଓ କେ ଫାଷ୍ଟ ଦେଖମା। ହ୍ୟାଲୋ ଫ୍ରେଣ୍ଡସ୍, ବର୍ତ୍ତମାନ ଟାଇମ୍ ଯେ 3:30 ଏତେ ଖରା ହଉଛି ନେଇ କହନା। ମୁଇଁ ମୁଆ ବାନ୍ଧି ଦେଇକିନା ଏଇଟା ସିଧା ଦେଖି ପାରୁଥିବେ ଗାଡ଼ି ବାହାର କଲି। ଗାଡ଼ି ବାହାର କରିକିନା ସିଧା କୁଧେଇ ବସଲି ଯେନ୍ଟା କି ବଣ୍ଡାକୋଡ଼ରା। ତ ଫାଇନାଲି ଆସିକିନା ବଣ୍ଡାକୋଡ଼ରେ ପହଞ୍ଚି ଗଲି। ତ ଦେଖିପାରୁଥିବେ ଯେତେ ଖରା ହଉଛି ଏଇଟା ଯେ ନେଇ କହନା। ତ କାଁ ଯେ କିନା ଗୋଟେ ପାର୍ସଲ ହେବାର ଅଛି ବୋଲିକିନା ମୁଇଁ ଆମାଜନ୍ ବାଲାକେ ୱେଟ୍ କଲି। ତ ଗାଇସ୍ ଦେଖି ପାରୁଥିବେ ବଣ୍ଡାକୋଡ଼ରା ଛକରେ ପହଞ୍ଚିଲି। ବାକି ଖରା ଯେନ୍ତା ହଉଛି ନେଇ କହନା। ବାକି ଆମାଜନ୍ରୁ ଯେନ୍ ମୋର ପାର୍ସଲ ହେଇଥିଲା ସେ 5 ମିନିଟ୍ ବି ନେଇ ଜଗି ଆଉ ପଲେଇ ଗଲା। 3:30 ବଜେ ମୁଇଁ ଆସିକିନା ପହଞ୍ଚିଛେ। ଏତେ ଖରା ହଉଛେ ନେଇ କହନା। ଏତେ ହଇରାଣ ସେ ଭାଗିଗଲା। ଏବେ ମୋତେ କଲ୍ କରିକିନା କହିଲି ଯେ ଏବେ ସାମାନ ଆନିଦେ ବୋଲିକିନା। ସେ ବଜେ ଯେ ମୋର ଦେହ ଭଲ ନାଇଁ ଲାଗବାର ଆଉ ମୁଇଁ ଏବେ ସାମାନ ନେଇ ଆନିପାରେ, ମୁଁ ଜୁନାଗଡ଼ରୁ ଆଗକେ ପଲେଇ ଆଇଲି ନା ବୋଲଛେ। ତ ଫିଲହାଲ ଆପଣମାନେ ଭାବ ଏଇ ଆମାଜନ୍ ବାଲେ ଆମେ କାଣା କି ଡେଲିଭରି ଚାର୍ଜ ବି ଦଉଛୁଁ, ଯେନ୍ଟାକି ଆମର ବଣ୍ଡାକୋଡ଼ରା ଛକରୁ ଆମର ଗାଁ ହେଲା କଲିଆକୁଣ୍ଡଲ, ମାନେ 2 ରୁ 2.5 କିଲୋମିଟର ହବା। ତ ସେତିକି ଭିତରେ ଡେଲିଭରି ଚାର୍ଜ ବି ଦଉଛୁ, ଯେନ୍ଟାକି ହୋମ୍ ଡେଲିଭରି ଦେଖାଉଛେ। ହୋମ୍ ଡେଲିଭରି ନେଇ କରବାର ଯେନ୍ଟାକି ଧର୍ମଗଡ଼ରୁ ଜୁନାଗଡ଼ରୁ। ବାକି ମାନେ ଏତେ ହଇରାଣ କରୁଛନ୍। ତୁମେ ଖାଲି ଦେଖ ଭିଡ଼ିଓ ଟିକେ ସେୟାର କର। ତାପରେ ପିଲା ତ ଗାଇ ଯେନ୍ ହିସାବରେ ଆମାଜନ୍ ବାଲା ଠକଲା କି ମୋତେ 3:30 ବଜେ ଖରାନେ ଯେନ୍ ହିସାବରେ ହଇରାଣ କରିଛି ଯେ ବିନା ପାର୍ସଲରେ ମୁଁ ଏଇଟା ଘରକେ ଫେରବାକେ ପଡ଼ୁଛେ। ତ ତାକେ ଆଣିକିନା ଦେ ବୋଲିକିନା କହିଲା କିନ୍ତୁ ନେଇ ଗଲା। ତ କାଲି ଆଣିକିନା ଦେବି ବୋଲୁଛେ। ତ ଫିଲହାଲ କାଲି ଯେ କାଣା କରୁଛେ ମୁଇଁ ଆପଣଙ୍କ ସାଙ୍ଗେ ସେୟାର କରୁଛେ। ତ ବର୍ତ୍ତମାନ ଚାଲନ୍ ଘରକେ ହିଁ ପଲାମା ନା ଅଫିସ୍।